ହଉ ନା ଆଜି ଆମେ ବଉଳା ଗାଈ ଗପ ଶୁଣିବା। କଣ ଗପ? ବଉଳା ଗାଈ ଗପ। ଆଚ୍ଛା ଗାଈ ଦେଖିଛ? ଗାଈ କୋଉଠି ରୁହେ? ଘରେ ରୁହେ। ଆଚ୍ଛା କହିଲ ଦେଖିଆ କଣ? ହଉ ଆଚ୍ଛା କହିଲ ତମ ଘରେ ତ ତମ ଘରେ ଗାଈ ଅଛି ପାଟିମା। ଆଚ୍ଛା କହିଲ ତମ ଗାଈର କାନ କେତେଟା? ମୁଁ ପଚାରିଥିଲି, ମୁଁ ତାକୁ ପଚାରି ତାଙ୍କ ଘରେ ଗାଈ ଅଛି ଗଣିଆ କହିବ କେତେଟା। ଆଚ୍ଛା ଗାଈର ନାଞ୍ଜ କେତେଟା? କେବଳ ଗଣିଆ କହିବ। ନାଞ୍ଜ ନାଞ୍ଜ ନା ଗଣିଆ କହିବ। ଗଣିଆ ଘରେ ଗାଈ ଅଛି କହିଛି ଗଣିଆ କହିବ। ଗାଈର ଆଖି କେତେଟା? କେତେଟା? ଗଣିଆ କହ କେତେଟା? ଜାଣୁଛି କିନ୍ତୁ କହିପାରୁନି। କେତେଟା ଆଖି କେତେଟା? ଆଖି କେତେଟା? ତୁ ବା ଗାଈ ଦେଖିଛୁ। ଗଣିଆ ଆଖି କେତେଟା? ଗାଈର ଗୋଡ଼ କେତେଟା? ସେ କହିବ ଗୋଡ଼ କେତେଟା ଗାଈର? ଗଣି କହିଲୁ କେତେଟା ଗୋଡ଼? ଆଉ ତୁ କହିଲୁ ଦେଖି ଆଖି କେତେଟା ଗାଈର? କେତେଟା ଆଖି? ଆଖି କେତେଟା ଗାଈର? ଜାଣିନି ଆଉ କିଏ ଜାଣିଛ ଆଖି କେତେଟା? ମାଉନ 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 ଆଖି କେତେଟା? ତୋଟା ଭଲ ସେ ଗାଈର ଆଖି କେତେଟା ମାଉନ? ଗୋଡ଼ ତଳକୁ ଆଖି କେତେଟା? ମୁନି ମୁନି ଗାଈର ଆଖି କେତେଟା? କୁହ ଭଲ ସେଟା କଣ? କଣ? ଦିଟା। ରମି ଗାଈର ଗୋଡ଼ କେତେଟା? ଗୋଡ଼ ଗାଈର ଗୋଡ଼ କେତେଟା? ଗୋଡ଼ ଦିଟା। ତମ ଘରେ ଗାଈ ଅଛି ଗାଈର ଗୋଡ଼ କେତେଟା? ଗଣିକି କହିଲୁ ଗାଈର ଗୋଡ଼ କେତେଟା? ଦିଟା। 1 2 3 4 କେତେଟା ଗୋଡ଼? 4ଟା ଗୋଡ଼। ଗାଈର ମୁଣ୍ଡ କେତେଟା? ଗୋଟେ। ଗାଈର ଶିଙ୍ଗ କେତେଟା? ଦିଟା। ଆଚ୍ଛା ଆମେ ଆଜି ବଉଳା ଗାଈ ଗପ ଶୁଣିବା ହେଲା। ଏ ଗାଈଟିର ନାଁ ବଉଳା ହେଲା। ଦିନେ ସେ ଜଙ୍ଗଲକୁ କଣ ହେଲା? ଦିନେ ସେ ଜଙ୍ଗଲରେ ଚରୁ ଚରୁ ଗୋଟିଏ ମହାବଳ ବାଘ ଦେଖିଲା। ଦେଖ ଗାଈଟିଏ ଚରୁଛି ନା। ଗାଈଟିଏ ଜଙ୍ଗଲରେ ଚରୁ ଚରୁ ଗୋଟିଏ ମହାବଳ ବାଘ ଦେଖିଲା ହେଲା। ବାଘ କହିଲା, ଦେଖ ବାଘ କହୁଛି ଏ ବଉଳା ମୁଁ ଆଜି ତତେ ଖାଇବି ହେଲା। କଣ କହିଲା? ବାଘ କହିଲା ଏ ବଉଳା ମୁଁ ଆଜି ତତେ ଖାଇବି। ବଉଳା କହିଲା ନାଇଁ ନାଇଁ ବାଘ ମାମୁଁ ତମେ ମତେ ଖାଅନି। ମୋର ଘରେ ଗୋଟେ ଛୋଟ ବାଛୁରୀଟିଏ ଅଛି। ସେ ବହୁତ କାନ୍ଦିବ। ତମ ଭଳିଆ କୁନି ବାଛୁରୀଟିଏ ଅଛି। ଭଲସେ ବସ ଭଲସେ ବସ ହେଲା। କଣ କହିଲା? ନାଇଁ ନାଇଁ ବାଘ ମାମୁଁ ତମେ ମତେ ନ ପାଇଲେ ବହୁତ କାନ୍ଦିବ ହେଲା। ତାପରେ ବାଘ କହିଲା ନା ନା ମୁଁ ଆଜି ତତେ ଛାଡ଼ିବିନି, ମୁଁ ତତେ ଆଜି ଖାଇବି। ବଉଳା କହିଲା ହଉ ଠିକ ଅଛି ତମେ ଯଦି ମତେ ଖାଇବ ତାହେଲେ ମୁଁ ମୋ ବାଛୁରୀକୁ କ୍ଷୀର ଦେଇକି ଆସେ ତାପରେ ତମେ ମତେ ଖାଇବ। ତାପରେ ବାଘ କହିଲା ନା ନା ତୋ ଉପରେ ମୋର ବିଶ୍ୱାସ ହଉନି। ତୁ ଯଦି ନ ଆସିବୁ, ଯଦି ମତେ ମୋଠୁ ଖସିଯିବୁ, ଯଦି ନ ଆସିବୁ ମୋ ପାଖକୁ। ବଉଳା କହିଲା ମୁଁ ସତ କହୁଛି ମୋ ବାଛୁରୀକୁ ମୁଁ କ୍ଷୀର ଦେଇକି ପୁଣି ଆସିବି। ସତ୍ୟ ସତ୍ୟ ତ୍ରିବାର ସତ୍ୟ। କଣ କହିଲା? ହଁ। ବଉଳା ଘରକୁ ତାପରେ ଫେରିଲା। ତା ଛୁଆକୁ କ୍ଷୀର ଦେଲା ଆଉ କ୍ଷୀର ଦେଇକି କାନ୍ଦିଲା। କଣ କହିଲା? ଭଲରେ ଏତିକି ଖାଇଥା ମତେ ଆଉ ଦେଖିବାକୁ ପାଇବୁନି। ବାଘ ମାମୁଁକୁ ମୁଁ କଥା ଦେଇଛି ମୁଁ ଏଠୁ ଗଲେ
ବାଘ ମାମୁଁ ମତେ ଖାଇବ ହେଲା। ତୁ ଆଉ ଖୋଜିବୁନୁ, ଚଗଲା ହବୁନୁ, ମାଲିକ ଯାହା ଦବ ସେଇଆ ଖାଇବୁ, ମତେ ଆଉ ମାମା ବୋଲି ଖୋଜିବୁନୁ। କିଏ କହିଲା? ବଉଳା ଗାଈ କହିଲା। କାହା କହିଲା? ବାଛୁରୀକୁ କହିଲା ନା। ତାପରେ କାନ୍ଦି କାନ୍ଦି ପୁଣି ଜଙ୍ଗଲକୁ ଫେରିଲା। ଯେତେବେଳେ ଜଙ୍ଗଲକୁ ଫେରି ଆସୁଥାଏ ବାଛୁରୀ କଣ କହୁଛି? ମା ମା ମତେ ଛାଡିକି ଯାଆନା। କଣ କହିଲା? ମା ମା ମତେ ଛାଡିକି ଯାଆନା, ମୁଁ ତୋ ବିନା ରହିପାରିବିନି। କହିଲା ନା? ହଁ ମା ମା ମତେ ଛାଡିକି ଯାଆନା, ମୁଁ ତୋ ବିନା ରହିପାରିବିନି ହେଲା। ଗାଈ କହିଲା ଧନ କାନ୍ଦେନି, ଯା ଘରକୁ ପଳା, ନହେଲେ ବାଘ ତୋତେ ବି ଖାଇଦବ ହେଲା। ତାପରେ ବଉଳା ତାର କଣ କଲା? ସତ୍ୟ ରକ୍ଷା କରିକି ବାଘ ମାମୁଁ ପାଖକୁ ପୁଣି ଫେରି ଆସିଲା ହେଲା। ବଉଳାକୁ ଦେଖିକି ବାଘ ମାମୁଁର ମନ ବଦଳିଗଲା। ବସ ମୁଁ ପ୍ରଶ୍ନ ଦେଖେଇବି ହେଲା। ଦେଖ, ବଉଳାକୁ ଦେଖିକି ବାଘ ମାମୁଁର ମନ ବଦଳିଗଲା। ଆଉ କହିଲା, ଦେଖ ଦେଖିଲ ପ୍ରଶ୍ନ ଦେଖିଲ, ଆଉ କହିଲା ବଉଳା ତୁ ତ ସତ୍ୟ ରକ୍ଷା କରିଥିବାରୁ ମୁଁ ତତେ ଆଜି ଖାଇବି ନାହିଁ। କଣ କହିଲା? ବଉଳା ସତ୍ୟ ରକ୍ଷା କଲା, ପୁଣି ବାଘ ପାଖକୁ ଫେରିଲା। ସେଥିଲାଗି ବାଘର ମନ ତରଳି ଗଲା। କହିଲା ତୁ ତ ସତ୍ୟ ରକ୍ଷା କରିଥିବାରୁ ମୁଁ ତତେ ଖାଇବି ନାହିଁ, ତୁ ତ ବାଛୁରୀ ପାଖକୁ ଫେରି ଯା ହେଲା। ତାପରେ ବାଛୁରୀ ବଉଳା କଣ କଲା? ବାଘ ବଉଳାକୁ ନ ଖାଇ କଣ କଲା? ବଉଳାକୁ ଛାଡିଦେଲା। ବଉଳା ତାର ମନ ଖୁସିରେ ତା ବାଛୁରୀ ପାଖକୁ ଫେରିଲା। ଆଉ ବାଘ ମଧ୍ୟ ବଉଳାକୁ ନ ଖାଇ ତା ନିଜ ବାଟରେ ଚାଲିଗଲା। ବଉଳା ଖୁସିରେ ତା ଛୁଆ ପାଖକୁ ଫେରି ଖୁସି ରହିଲା ନା। ତାହେଲେ ଏଠି କହିଲ ଦେଖିଆ, ଗପରୁ କଣ ଶିଖିଲ? କଣ ଶିଖିଲ ଧନ? କୁହ। ବଉଳା ସତ କଥା କହିଥିବାରୁ ବଉଳା ବାଘ ପୁଅରୁ ବଞ୍ଚିଲା। ସେମିତି କଣ କରିବା? ନିଜ କଥା, ନିଜେ ଦେଇଥିବା କଥାକୁ ନିଜେ ରକ୍ଷା କରିବା। ରକ୍ଷା କରିବା ନା? ତାହେଲେ କଣ କରିବା? ଯଦି ଦିଦିକୁ ଆଜି କହିଛ ଦିଦି ମୁଁ କାଲି ପାଠ ପଢିକି ଆସିବି, ଓ ଆ ଲେଖିକି ଆସିବି, ତାହେଲେ କାଲି ଓ ଆ ଲେଖିକି ହିଁ ଆସିବ। ତାହେଲେ ନିଜ କଥା ନିଜେ ରକ୍ଷା କରିବ ନା? ତମେ ମତେ କାଲି କହିଛ ମୁଁ ବଡ ହେଲେ ରବି କଣ କହିଥିଲୁ? ଡାକ୍ତର ହେବି। ମୁନି କଣ କହିଥିଲୁ? ଚାକିରି କରିବି। ନା କଣ କରିବି? ଅଫିସର ହବ କହିଥିଲା। ଆଉ ଗୋବିନ୍ଦା କଣ କହିଥିଲା? ପୋଲିସ ହବ। ଆଉ ମହେଶ କଣ କହିଥିଲା? ମହେଶ କାଲି କଣ କହିଥିଲା? ପୋଲିସ। ଆଉ ଚଙ୍ଗୁ କଣ କହିଥିଲା କାଲି? ଆର୍ମି। ଗଣିଆ କାଲି କଣ କହିଥିଲା? ନା ଗଣିଆ କାଲି ଆସି ନଥିଲା। ମାଉନା କଣ କହିଥିଲା? ମୁଣ୍ଡି ହବ। ଆଉ ଏ ସୁନ୍ଦରୀ କଣ କହିଥିଲା? ବିୟୁଟି ପାର୍ଲର ଖୋଲିବ। ତାହେଲେ ସମସ୍ତେ ନିଜ କଥା ରକ୍ଷା କରିବ ନା? ଯିଏ ଯାହା କହିଛ ସେଇଆ ହବ।